ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ମହାପ୍ରଭୁଙ୍କ ଦର୍ଶନ। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ଖୁବ୍ ଶୀଘ୍ର ହେବ ସ୍ଲଟ୍ ବୁକିଂ ବ୍ୟବସ୍ଥା। ବଡ଼ଦେଉଳରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହିତ ରାଜ୍ୟ ସରକାର ଆଲୋଚନା କରୁଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିରରେ ଦର୍ଶନକୁ ସୁଗମ କରିବା ପାଇଁ ବିଭିନ୍ନ ରାସ୍ତା ଆପଣାଯାଉଛି। ଖୁବ୍ ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ଉଭୟ ଲାଇନ୍ ଏବଂ ସ୍ଲଟ୍ ବୁକିଂ କରି ଦର୍ଶନ ଜାରି ରହିବ। ସ୍ଲଟ୍ ବୁକିଂ କରିଥିବା ଶ୍ରଦ୍ଧାଳୁମାନେ କିଭଳି ନିର୍ଦ୍ଦିଷ୍ଟ ବୁକିଂ ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ତାକୁ ନଜରରେ ରଖି ଏଭଳି ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର, ଦୁଆର ମୁହଁରେ ଜନଗଣନା, ପଚରାଯିବ 33 ପ୍ରଶ୍ନ। ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଜନଗଣନା ପ୍ରକ୍ରିୟା। ଏହି ଗଣନାରେ ତାଲିମପ୍ରାପ୍ତ ଅଧିକାରୀମାନେ ପ୍ରତି ଘରକୁ ଯାଇ ପରିବାର ଓ ସମ୍ପତ୍ତି ସମ୍ପର୍କିତ 33ଟି ପ୍ରଶ୍ନ ପଚାରିବେ ଓ ତଥ୍ୟ ସଂଗ୍ରହ କରିବେ। ଏହି ଜନଗଣନା ମାସେ ବ୍ୟାପୀ ଚାଲିବ। ଅପ୍ରେଲ 16ରୁ ମେ 15 ଯାଏଁ ଚାଲିବ ପ୍ରକ୍ରିୟା। ପ୍ରଥମ 3 ଦିନ ଘର ନମ୍ବରିଂ କରିବେ ଅଧିକାରୀ। ଏଥିପାଇଁ 80,000 ଜନଗଣନାକାରୀ ନିୟୋଜିତ ହୋଇଛନ୍ତି। 8,000 ସୁପରଭାଇଜର ଅଛନ୍ତି। 10,000 ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି। ଜନଗଣନାକାରୀମାନେ ସମସ୍ତ ତଥ୍ୟ ଡିଜିଟାଲି ଆଣିବେ। ଜନଗଣନାକାରୀମାନେ ସମସ୍ତେ ନିଜ ନିଜ ମୋବାଇଲରେ HLB ଆପ୍ ଡାଉନଲୋଡ୍ କରିଛନ୍ତି। ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଲୋଡ୍ କରିବେ। ଘର ଘର ଜନଗଣନା କରିବାକୁ ଗଲାବେଳେ ସାଥିରେ ସମସ୍ତେ ଆଇ କାର୍ଡ ଏବଂ ନିଯୁକ୍ତି ପତ୍ର ନେବେ। ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟର ଭେରିଫିକେସନ୍ କିମ୍ବା ପ୍ରୁଫ୍ ଦେବାକୁ ପଡ଼ିବ ନାହିଁ। କେବଳ ଯାହା 33ଟି ପ୍ରଶ୍ନର ତଥ୍ୟ କହିବେ। ପରବର୍ତ୍ତୀ ଖବର, ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ, ରାଷ୍ଟ୍ରକୁ ସଶକ୍ତ କରନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ନାରୀ ଶକ୍ତି ବନ୍ଦନ ସମ୍ମିଳନୀରେ ଯୋଗଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ଯେଉଁଠି ନାରୀ ସମ୍ମାନିତ ହୁଅନ୍ତି, ସେଠାରେ ଦେବତା ବାସ କରନ୍ତି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ କେନ୍ଦ୍ର ସରକାରଙ୍କ ସବୁଠୁ ବଡ଼ ପଦକ୍ଷେପ। ଏହି ଅଧିନିୟମ କୋଟି କୋଟି ମହିଳାଙ୍କ ପାଇଁ ହେଉଛି ସ୍ୱପ୍ନର ଉଡ଼ାଣ। ଯେତେବେଳେ ମହିଳା ନେତୃତ୍ୱ ନିଅନ୍ତି, କେବଳ ସେ ନିଜେ ସଶକ୍ତ ହୁଅନ୍ତି ନାହିଁ, ବରଂ ରାଷ୍ଟ୍ରକୁ ସଶକ୍ତ କରନ୍ତି। 2029ରେ ଲୋକସଭା ଏବଂ ବିଧାନସଭାର 1/3 ସିଟ୍ରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ମିଳିବ। ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା। ଆଜି ପର୍ଯ୍ୟନ୍ତ ରାଜ୍ୟରେ 14,50,000 ମହିଳା ପଞ୍ଚାୟତରାଜ ବ୍ୟବସ୍ଥାରେ ପ୍ରତିନିଧିତ୍ୱ କରିଛନ୍ତି। ଏହି ବିଲ୍ ଲାଗୁ ହେଲେ ଏହି ସଂଖ୍ୟା ଆହୁରି ବ୍ୟାପକ ହେବ। ପରବର୍ତ୍ତୀ ଖବର, ବାହାର ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଗାୟବ, ତଦନ୍ତ ପାଇଁ ସିଂହଦ୍ୱାର ଥାନାରେ ଏତଲା। ବାହାର ରତ୍ନଭଣ୍ଡାରରୁ ଗାୟବ ହୋଇଥିବା 3ଟି ରତ୍ନ ଅଳଙ୍କାର ଘଟଣାର ତଦନ୍ତ ପାଇଁ ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଘଟଣାର ତଦନ୍ତ କରାଯାଇ ଦୋଷୀ ବ୍ୟକ୍ତି ଏବଂ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି, ବାହାର ରତ୍ନଭଣ୍ଡାରରୁ 3ଟି ରତ୍ନ ଅଳଙ୍କାର ଗାୟବ ହେଲା କେମିତି? ଯେତେବେଳେ ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା, ସେହି ସମୟରେ କାହିଁକି ଗଣତି କରାଯାଇନଥିଲା? ତେବେ ରତ୍ନ ଅଳଙ୍କାର ଗାୟବ ହେବା ଘଟଣାକୁ ନେଇ ଏବେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ବେଶ ଆଘାତ ଦେଇଛି। ରତ୍ନ ଅଳଙ୍କାର ଗାୟବ ହୋଇନାହିଁ, ଏହାକୁ ଚୋରି କରାଯାଇଥିବା ଆମର ସନ୍ଦେହ ହେଉଛି ବୋଲି ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି। ପରବର୍ତ୍ତୀ ଖବର, ଆହୁରି ବଢ଼ିବ ତାତି, ୟେଲୋ ୱାର୍ଣ୍ଣିଂ ଜାରି। ରାଜ୍ୟରେ ଆହୁରି ବଢ଼ିବ ତାତି, ଗରମ ତାୱାରେ ଜଳିବ ଓଡ଼ିଶା। ସେପରି ଆସନ୍ତା 6 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମର ପ୍ରକୋପ ଲାଗି ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। କିଛି ସ୍ଥାନରେ ପାରଦ 45 ଡିଗ୍ରୀ ଟପିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି। ବିଶେଷ କରି ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଲୋକେ ଗରମ ଗୁଳୁଗୁଳିରେ ସନ୍ତୁଳି ହେବେ। ମିଳିଥିବା ସୂଚନା ଅନୁଯାୟୀ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେପରି ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରକୁ ମଧ୍ୟ ହିଟ୍ୱେଭ୍ ଜାରି କରାଯାଇଛି। ତେବେ ଶୁକ୍ରବାରଠାରୁ ସୋମବାର ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ଘଡ଼ଘଡ଼ି ବିଜୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ଖବର, ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ହିମନ୍ତ। ଆସାମରେ ପୁଣି ଥରେ ବିଜେପି ସରକାର। ଭୋଟ ସରିଛି, ଆସାମବାସୀ ବିଜେପି ସପକ୍ଷରେ ରାୟ ଦେଇଛନ୍ତି। ଦମ୍ଭର ସହ ଏମିତି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ଗଣମାଧ୍ୟମକୁ ହିମନ୍ତ କହିଛନ୍ତି, ରାହୁଲ ଗାନ୍ଧୀ ଜଣେ ପାଗଳ। ପଶ୍ଚିମବଙ୍ଗରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆତ୍ମବିଶ୍ୱାସର ସହିତ କହିଛନ୍ତି ହିମନ୍ତ ବିଶ୍ୱ ଶର୍ମା। ପରବର୍ତ୍ତୀ ଖବର, ଖରାରେ ଆଉଟୁପାଉଟୁ ଟ୍ରାଫିକ୍ ପୋଲିସ, ଉଭାନ ହୋଇଗଲା ଏସି, ହେଲମେଟ୍, କୁଲିଂ ଜ୍ୟାକେଟ୍। ସରକାରୀ ତହବିଲରୁ 10 ଲକ୍ଷ ଟଙ୍କା ଖର୍ଚ୍ଚ କରି କୁଲିଂ ଜ୍ୟାକେଟ୍ କିଣିଲେ। କହିଲେ ଖରାରେ ଡ୍ୟୁଟି କରୁଥିବା ଟ୍ରାଫିକ୍ କର୍ମଚାରୀମାନେ ଏହାକୁ ପିନ୍ଧିଲେ 10ରୁ 12 ଡିଗ୍ରୀ ତାପମାତ୍ରା କମ୍ ଲାଗିବ। ଏବେ ସେ ଜ୍ୟାକେଟ୍ କୁଆଡ଼େ ଗଲା, କାହାକୁ ଜଣା ନାହିଁ। 10 ଲକ୍ଷ ଟଙ୍କାର ଜ୍ୟାକେଟ୍ ପାଣିରେ ପଡ଼ିଲା। ଖାଲି ଜ୍ୟାକେଟ୍ ନୁହେଁ, ଏସି, ହେଲମେଟ୍ କିଣି ଟ୍ରାଫିକ୍ ପୋଲିସକୁ ଦେଲେ ସେ ବି କୁଆଡ଼େ ଉଭାନ ହୋଇଯାଇଛି। 2018 ଜୁଲାଇ ମାସରେ ଟ୍ୱିନ୍ ସିଟି ଟ୍ରାଫିକ୍ ପାଇଁ
तत्कालीन पुलिस कमिशनर तथा वर्तमानर डीजीपी वाईबी खोरानिया ट्राफिक पुलिस व्यवस्था को अधिक सक्रिय करने आरंभ करते। ट्राफिक पाई एक स्वतंत्र वेबसाइट और 300 कूलिंग जैकेटर व्यवस्था करते। केवल जैकेट पाई प्राय 10 लाख टंका खर्च होता। एवं खरारे आउटपाउट होती ट्राफिक कर्मचारी। परवर्ती खबर पुरी साक्षीगोपाल कॉलेज छक निकट में बोमामाड़ 2 ରୁ अधिक बोमामाड़ होता सूचना। बोमामाड़े एक कार काच भांगी जाइछि। बोमामाड़ पर घटनास्थल में उत्तेजना देखा देछि। साक्षीगोपाल थाना पुलिस पहुंची तदंत आरंभ करिछि। घटनास्थल में पुलिस फोर्स मुतयन होइछन्ति। तेबे बोमामाड़र कारण अस्पष्ट रहिछि। गत 2 मास तले ब्रह्मपुर बड़बजार थाना श्री रामनगर शांतिमार्ग द्वितीय गली में गत राति ही अघटन घटिला। जड़े आईनजीवी को टार्गेट कर बोमामाड़ सहित पत्थर फोपाड़ी खंडारे आक्रमण उद्यम अभियोग होता। आईनजीवी महेश त्रिपाठी निज घर पाखरे ठिया होइतिबा बेले किछि दुर्बृत्त तांको गालीगोलज करबा सहित तांको घर निकटरे 2ଟି बोमामाड़ करिथिबा अभियोग होइतिला। एहा सह पत्थर फोपाड़िबा सह खंडारे आक्रमण उद्यम करुथिबा बेले परिवार लोके प्रतिवाद करथिले। परवर्ती खबर मुख्यमंत्री को चिठी लिखिले बीजेडी सुप्रीमो नवीन पट्टनायक। संविधान संशोधन बिल प्रसंग में चिठी लिखिछन्ति नवीन पट्टनायक। ए बिल द्वारा लोकसभा आसन संख्या बढ़िबो बोली विरोधी दल नेता नवीन पट्टनायक कहिछन्ति। लोकसभा आसन संख्या बढ़िले ओडिशा प्रभावित हेबो। ओडिशा लोकसभा आसन संख्या 21 रहिछि, वृद्धि हेले 29 हेबो। 48 घंटा मध्य विधानसभा स्वतंत्र अधिवेशन डकाजाउ बोली विरोधी दल नेता नवीन पट्टनायक कहिछन्ति। परवर्ती खबर गाड़ी 8 लक्षर नकली नोट जबत 2 गिरफ। गाड़ी 8 लक्षर नकली नोट जबत सोनपुर पुलिस को बड़ सफलता। पेट्रोलिंग समय 8 लक्षरू अधिक नकली नोट जबत कर 2 जन को गिरफ करिछि पुलिस। गतकाली ब्लॉक छक निकटरे एक कला रंगर स्कॉर्पियो को संदेह करी अटकाई जांच करा जायतिला। जांच समय गाड़ी भितर एक नील रंगर क्यारी बैग रु 8,47,000 नकली नोट को जबत करा जायतिला। घटना 2 जन को गिरफ करी गाड़ी को मध्य जबत करिछि पुलिस। परवर्ती खबर श्रीमंदिर सुरक्षा व्यवस्था नहीं गुरुत्वपूर्ण बैठक। श्रीमंदिर चारिद्वार में मेटाल डिटेक्टर द्वारा जांच हेब। चारिद्वार में खूब शीघ्र लगेज स्कानर व्यवस्था सहित श्रीमंदिर सुरक्षा नहीं पूर्वर एनआईए देइथिबा परामर्श को मध्य बैठक में गुरुत्व दि जाइछि। श्रीमंदिर कार्यालय परिसर में बैठक अनुष्ठित होइछि। सुरक्षा सब कमिटी अध्यक्ष गिरीश मुर्मू और पुरी एसपी प्रतीक सिंह एवं श्रीमंदिर नीति प्रशासकों सह अनेक अधिकारी को नहीं बैठक होइतिला। बैठक में श्रीमंदिर भितर भक्तों सुरक्षित दर्शन, मोबाइल फोन कटकणा, एंटी ड्रोन टेक्नोलोजी प्रसंग में आलोचना होता। बैठक पूर्व श्रीमंदिर सह श्रीमंदिर चतुर्पार्श्व परिदर्शन कर सुरक्षा व्यवस्थार समीक्षा करथिले गिरीश मुर्मू और अन्य अधिकारी। एसत भित्तिभूमि और आधुनिक ज्ञानकौशल प्रयोग को मध्य गुरुत्व दि जाउथबा कहिसेंति पुरी एसपी। परवर्ती खबर स्कूल पाचेरी पड़ी 2 छात्री मृत्यु घटना आरडीसी स्तरीय तदंत निर्देश देले मुख्यमंत्री। गजपति जिला नुआगढ़ ब्लॉक स्थित रुबीडी सिंह सरकारी प्राथमिक विद्यालय स्कूल गेट पड़ीजिबारु 2 जन छात्री मृत्यु होइछि। ए घटना रे मुख्यमंत्री मोहन चरण माझी गभीर दुख प्रकाश करिसेंति। केउ परिस्थिति रे एभली अभावनीय घटना घटिला तार तदंत करिबा पई मुख्यमंत्री आरडीसी स्तरीय तदंत निर्देश दैछन्ति। दक्षिणांचल राजस्व कमिशनर ए घटनार तदंत करिवे। शोकसंताप परिवार वर्गଙ୍କ प्रति मुख्यमंत्री समवेदना जणाइछन्ति। एथिसहित मुख्यमंत्री सेमानଙ୍କ परिवारर निकटतम आत्मीयଙ୍କ पई सीएमआरएफ रु 3 लाख टंका लेखा सहायता घोषणा करिसेंति। परवर्ती खबर ओडिशा रे नुआ दल गठित होइछि। युववर्गों को मिलिबो नेतृत्व कहले मुकिम। ओडिशा रे विधिबद्ध भावे ओडिशा जनता कांग्रेस दल गठन होइछि। ओडिशा जनता कांग्रेस प्रतिष्ठाता मोहम्मद मुकिम बुधवार यह कहिसेंति। ओडियाଙ୍କ हक पई ओडिया जनता कांग्रेस लड़िबो बोली गणमाध्यम आगे प्रकाश करिसेंति। श्री मुकिम कहिसेंति जे ओडिशा जनता कांग्रेस बीजेपी रो विकल्प हेबो। आगामी पौर और पंचायत निर्वाचन में दल लड़िबो जा उभय शासक और विरोधी दल में कंपन सृष्टि करिछि। मुकिम कहिसेंति विगत सरकार ओडिशा रे तमिलनाडु कॉन्ट्राक्टर बाहर राज्यर पुंजीपति ओडिशा को शोषण करुथिले। से सरकार एवं वर्तमान सरकार गोटे मुद्रार 2 पार्श्व। सरकार परिवर्तन होइछि सत किंतु ढांचारे परिवर्तन होइनि। तमिलनाडु पर एबे गुजरात ढांचा आसीछि। एबे नुआ दल होइछि। युववर्गों को नेतृत्व देवाकू बाट फेटिछि। परवर्ती खबर वेदांत पावर प्लांट विस्फोरण मृत्यु संख्या 16 को वृद्धि। छत्तीसगढ़ शक्ति जिला स्थित वेदांत थर्माल पावर प्लांट रे एक उच्च चाप विशिष्ट गैस पाइपलाइन विस्फोरण घटी प्राण हराइथिबा श्रमिकों संख्या 16 को वृद्धि पाइछि। ए मर्मन्तुद दुर्घटना रे अनेक श्रमिक गुरुतर भावे पोड़ी जाइथिबा बेले प्राय 30 जन चिकित्साधीन अछंती। संकटापन्न थिबा श्रमिकों को रायपुर को स्थानांतर करा जाइछि। वेदांत कंपनी मृतकों परिवार पई 35 लाख टंकार अनुकंपामूलक सहायता और परिवारर जनकू चाकरी देबाकू घोषणा करिथिबा बेले आहतों 15 लाख टंका क्षतिपूरण सहित दरमा और काउंसेलिंग प्रदान कराजिबो बोली कहिसेंति। केंद्र सरकार मृतकों परिवार पई 2 लाख टंका और आहतों पई 50,000 टंकार सहायता घोषणा करिथिबा बेले मुख्यमंत्री विष्णु देवसाय मृतकों परिवार को 5 लाख टंका सहायता देबा सह एहार उच्चस्तरीय तदंत पई निर्देश दैछन्ति।
ପରବର୍ତ୍ତୀ ଖବର ସ୍ୱାସ୍ଥ୍ୟାବସ୍ଥା ଉଦ୍ବେଗଜନକ ବ୍ରେନ୍ କ୍ଲଟ୍ ଯୋଗୁଁ ବଢ଼ିଲା ଷ୍ଟ୍ରୋକ୍ ବିପଦ ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ପୁଣି ଥରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଓ ଜୀବନର କଠିନ ସମୟକୁ ନେଇ ଚର୍ଚ୍ଚାରେ 1990 ଦଶକରେ ଭାରତୀୟ କ୍ରିକେଟ ଜଗତର ସବୁଠୁ ପ୍ରତିଭାଶାଳୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣ୍ୟ ହେଉଥିବା କାମ୍ବଲି ତାଙ୍କ କ୍ୟାରିୟରରେ ଦେଶ ପାଇଁ 17 ଟେଷ୍ଟ ଓ 104 ୱାନ୍ଡେ ମ୍ୟାଚ୍ ଖେଳିଛନ୍ତି। ହେଲେ ସମୟ ସହିତ ଫିଟନେସ୍ ଓ ଫର୍ମ କାଏମ ରଖିବା ସଂଘର୍ଷରେ ତାଙ୍କ କ୍ୟାରିୟର ଧୀରେ ଧୀରେ ଅଟକି ଯାଇଥିଲା। ତାଜା ରିପୋର୍ଟ ଅନୁସାରେ କାମ୍ବଲିଙ୍କୁ ଡିସେମ୍ବର 2024ରେ ଥାନେର ଆକୃତି ହସ୍ପିଟାଲରେ ୟୁରିନ୍ ଇନଫେକ୍ସନ୍ ଓ ମାଂସପେଶୀ ଟାଣି ହେବା ଯୋଗୁଁ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଲଗାତାର ବିଗିଡ଼ିବାରେ ଲାଗିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଉଦ୍ବେଗ ବଢ଼ିଛି। ତାଙ୍କର ଜଣେ ନିକଟତମ ବନ୍ଧୁଙ୍କ ସୂତ୍ରରୁ ଦାବି କରାଯାଉଛି ଯେ ତାଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି ଯାହାକୁ ହଟାଯାଇପାରିବନି, ଏଣୁ ତାଙ୍କ ଲାଗି ବ୍ରେନ୍ ଷ୍ଟ୍ରୋକ୍ ବିପଦ ବଢ଼ିଯାଇଛି। ପରବର୍ତ୍ତୀ ଖବର ମହିଳା ସଂରକ୍ଷଣ ବିଲ୍ ଆଗତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଭା ପାଟିଲଙ୍କ ଚିଠି। ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଗତ ହେବାକୁ ଯାଉଛି ମହିଳା ସଂରକ୍ଷଣ ବିଲ୍। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲ। ସରକାରଙ୍କ ଏଭଳି ଏକ ପଦକ୍ଷେପକୁ ସେ ଦୃଢ଼ ଭାବେ ସମର୍ଥନ କରିଛନ୍ତି। ସେ ଚିଠି ମାଧ୍ୟମରେ ଜଣାଇଛନ୍ତି କି ଏଭଳି ଏକ ନିଷ୍ପତ୍ତି ଭାରତୀୟ ଗଣତନ୍ତ୍ର ପାଇଁ ବୈପ୍ଳବିକ ପଦକ୍ଷେପ। ଏହାସହ ପ୍ରତିଭା ପାଟିଲ ଚିଠିରେ ଦର୍ଶାଇଛନ୍ତି କି ଭାରତ ନିରନ୍ତର ଭାବେ ଜାତୀୟ ବିକାଶର ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନଙ୍କର ଅସାଧାରଣ ଅବଦାନ ଦେଖିଛି। ଏହି ଆଇନ ଭାରତୀୟ ମହିଳା ଶକ୍ତିର ଅପାର ସମ୍ଭାବନାକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦିଏ। ଏହାସହ ମହିଳାଙ୍କୁ ଶାସନର ଶୀର୍ଷ ସ୍ତରରେ ନେତୃତ୍ୱ ଭୂମିକା ଗ୍ରହଣ କରିବା ପାଇଁ ପଥ ପ୍ରଶସ୍ତ କରେ। ପରବର୍ତ୍ତୀ ଖବର ସରଣ୍ଡା ଜଙ୍ଗଲରେ ଭୟଙ୍କର ଗୁଳି ବିନିମୟ, ଜଣେ ମାଓବାଦୀ ନିହତ। ସରଣ୍ଡାରେ ଜୋରଦାର ଏନ୍କାଉଣ୍ଟର, ମାଓବାଦୀଙ୍କୁ ମୁହଁତୋଡ଼ ଜବାବ ଦେଲେ ଯବାନ। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ଛୋଟାନଗର ଥାନା ଅନ୍ତର୍ଗତ ସରଣ୍ଡା ଜଙ୍ଗଲର ବଲିବା ନିକଟରେ କାଲି ଦିନ ପ୍ରାୟ 12ଟା ସମୟରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଛି ଗୁଳି ବିନିମୟ। ଯବାନଙ୍କ ଗୁଳିରେ ଜଣେ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ମାଓବାଦୀଙ୍କ ଗୁଳି ବାଜି କୋବ୍ରା ବାହିନୀର ଜଣେ ଯବାନ ଜିତେନ୍ଦ୍ର କୁମାର ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ହେଲିକପ୍ଟର ଯୋଗେ ରାଞ୍ଚି ପଠାଯାଇଛି। ପରବର୍ତ୍ତୀ ଖବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବଡ଼ ରେକର୍ଡ କଲେ ସମ୍ରାଟ ଚୌଧୁରୀ। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର 24ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ ଗ୍ରହଣ ସହିତ ସେ ବିହାରର ରାଜନୈତିକ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖିଛନ୍ତି। ସେ ରାଜ୍ୟରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠା ହେବା ଦିନଠାରୁ ଦୀର୍ଘ ସମୟ ଧରି ଏନ୍ଡିଏ ବ୍ୟାନର ତଳେ ରାଜ୍ୟ ସରକାରରେ ଅଂଶୀଦାର ରହିଆସିଛି। ଅନେକ ଭାଜପା ବିଧାୟକ ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି, କିନ୍ତୁ ସମ୍ରାଟ ଚୌଧୁରୀ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହି ଦୃଷ୍ଟିରୁ ସମ୍ରାଟ ଚୌଧୁରୀ ନିଜ ପାଇଁ ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ପରବର୍ତ୍ତୀ ଖବର ପବନ ଖେରାଙ୍କୁ ବଡ଼ ଝଟକା, ଆଗୁଆ ଜାମିନ ଆଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। କଂଗ୍ରେସ ନେତା ପବନ ଖେରାକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ ପ୍ରଦାନ ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। କୋର୍ଟ କହିଛନ୍ତି ତେଲେଙ୍ଗାନା ହାଇକୋର୍ଟ ପୂର୍ବ କ୍ଷେତ୍ରାଧିକାର ନିଷ୍ପତ୍ତିକୁ ଅବମାନନା କରିଛନ୍ତି। ଖେରା ଆସାମ କୋର୍ଟରୁ ଆଗୁଆ ଜାମିନ ମାଗିବା ଉଚିତ। ସୁପ୍ରିମକୋର୍ଟ 3 ସପ୍ତାହ ମଧ୍ୟରେ ମାମଲାର ଶୁଣାଣି କରିବେ। ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ ଏହି ମାମଲାରେ ତେଲେଙ୍ଗାନା ହାଇକୋର୍ଟର କୌଣସି ଅଧିକାର ନାହିଁ। ଅପରାଧ ଏବଂ ଏଫ୍ଆଇଆର୍ ଉଭୟ ଆସାମରେ ହୋଇଥିଲା। ଅଭିଯୁକ୍ତ ଦାବି କରନ୍ତି ଯେ ସେ ବାରମ୍ବାର ହାଇଦ୍ରାବାଦ ଯାଆନ୍ତି କାରଣ ତାଙ୍କ ପତ୍ନୀ ସେଠାରେ ରୁହନ୍ତି। ପ୍ରକୃତରେ ତାଙ୍କ ପତ୍ନୀ କିନ୍ତୁ ଦିଲ୍ଲୀରେ ରୁହନ୍ତି। ତୃତୀୟ ରାଜ୍ୟରେ ଆବେଦନ ଦାଖଲ କରିବା ଆଇନର ଅପବ୍ୟବହାର। ପରବର୍ତ୍ତୀ ଖବର ଟ୍ରମ୍ପ ଖେଳିଲେ ବଡ଼ ଗେମ୍, 48 ଘଣ୍ଟା ପରେ ଖୋଲିଲା ହରମୁଜ ପ୍ରଣାଳୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହରମୁଜ ପ୍ରଣାଳୀର ଅବରୋଧ ହଟାଇବା ନେଇ ଘୋଷଣା କରିଛନ୍ତି। ଏକ ବିବୃତ୍ତିରେ ଟ୍ରମ୍ପ କହିଛନ୍ତି ଆମେ ଏବେ ଏହାକୁ ସମ୍ପୂର୍ଣ୍ଣ ଖୋଲିବାକୁ ଯାଉଛୁ। ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏହି ବିଷୟରେ ଚାଇନା ସହିତ ଆଲୋଚନା କରିଛୁ। ଚାଇନା ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ନାହିଁ, ଯାହାପରେ ଆମେ ସ୍ଥାୟୀ ଭାବରେ ଏହି ପ୍ରଣାଳୀ ଖୋଲିବାକୁ ନିଷ୍ପତ୍ତି ନେଇଛୁ। ଟ୍ରମ୍ପଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ରିପୋର୍ଟ ପ୍ରକାଶ ପାଇଥିଲା ଯେ ହରମୁଜ ପ୍ରଣାଳୀରେ ଆମେରିକାର ଅବରୋଧ ସମ୍ପୂର୍ଣ୍ଣ ବିଫଳ ହୋଇଛି। ହରମୁଜ ପ୍ରଣାଳୀ ଆଉ କେବେ ବନ୍ଦ ହେବାର ସମସ୍ୟା ଆସିବ ନାହିଁ। ଏହା ସମସ୍ତ ଦେଶ ପାଇଁ ଖୋଲିଯାଇଛି। ମୁଁ ଏଥିରେ ବହୁତ ଖୁସି ବୋଲି ଟ୍ରମ୍ପ କହିଛନ୍ତି। ପରବର୍ତ୍ତୀ ଖବର ରାଘବ ଚଡ୍ଡାଙ୍କୁ କେନ୍ଦ୍ର ଦେଲା ଜେଡ୍ ସିକ୍ୟୁରିଟି। ପଞ୍ଜାବର ଆମ ଆଦମୀ ପାର୍ଟି ସରକାର ରାଘବ ଚଡ୍ଡାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହାପରେ କେନ୍ଦ୍ର ସରକାର ତାଙ୍କୁ ଜେଡ୍ ବର୍ଗର ସୁରକ୍ଷା ପ୍ରଦାନ କରିଛନ୍ତି। ରାଘବ ଚଡ୍ଡାଙ୍କୁ ଦିଲ୍ଲୀ ଏବଂ ପଞ୍ଜାବରେ ଜେଡ୍ ବର୍ଗର ସୁରକ୍ଷା କଭର ମିଳିବ, ଯେତେବେଳେ ଅନ୍ୟ ସ୍ଥାନ ପାଇଁ Y+ ବର୍ଗର ସୁରକ୍ଷା ଯୋଗାଇ ଦିଆଯିବ। ଇଣ୍ଟେଲିଜେନ୍ସ ବ୍ୟୁରୋ ଦ୍ୱାରା ଦାଖଲ ହୋଇଥିବା ବିପଦ ଅନୁଭବ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଆମ ଆଦମୀ ପାର୍ଟି ସମ୍ପ୍ରତି ରାଘବ ଚଡ୍ଡାଙ୍କୁ ରାଜ୍ୟସଭାରେ ଦଳର ଉପନେତା ପଦରୁ ହଟାଇ ଦେଇଛି ଏବଂ ଗୃହରେ ଭାଷଣ ଦେବାରୁ ମଧ୍ୟ ବାରଣ କରିଛି। ତାଙ୍କ ସ୍ଥାନରେ ଆପ୍ ଅଶୋକ ମିତ୍ତଲଙ୍କୁ ରାଜ୍ୟସଭାରେ ଦଳର ଉପନେତା ଭାବରେ ନିଯୁକ୍ତ କରିଛି। ପରବର୍ତ୍ତୀ ଖବର ପ୍ରକାଶ ପାଇଲା ସିବିଏସ୍ଇ ଦଶମ ରେଜଲ୍ଟ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ବର୍ତ୍ତମାନ
ଉମଙ୍ଗ ଆପ୍ରେ ଦଶମ ଶ୍ରେଣୀ ବୋର୍ଡ ଫଳାଫଳ ଦେଖିପାରିବେ। ଏଥର ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ଫଳାଫଳ ପୂର୍ବରୁ ଦଶମ ଶ୍ରେଣୀ ବୋର୍ଡ ଫଳାଫଳ ପ୍ରକାଶ କରିଛି। ଏହାର ମୁଖ୍ୟ କାରଣ ହେଉଛି ଚଳିତ ବର୍ଷଠାରୁ ସିବିଏସ୍ଇ ଦଶମ ଶ୍ରେଣୀ ପାଇଁ 2ଟି ପରୀକ୍ଷା କରିବାକୁ ଯାଉଛି। ଦ୍ୱିତୀୟ ପରୀକ୍ଷା ମେ ମାସରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଚଳିତ ବର୍ଷ 26 ଲକ୍ଷ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ। cbse.nic.inରେ ରେଜଲ୍ଟ ଉପଲବ୍ଧ ରହିଛି। ସିବିଏସ୍ଇ ଘୋଷଣା କରିଛି ଯେ ଏହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଦ୍ୱିତୀୟ ପରୀକ୍ଷା କରିବ। ପ୍ରଥମ ଥର ପାଇଁ ଏହି ବର୍ଷଠାରୁ ଦଶମ ଶ୍ରେଣୀ ବୋର୍ଡ ପାଇଁ ଏହି ଦ୍ୱିତୀୟ ପରୀକ୍ଷା ଆୟୋଜନ କରାଯାଇଛି। ପରବର୍ତ୍ତୀ ଖବର, ଚିନ୍ତା ବଢ଼ାଇଲା ରିପୋର୍ଟ। ଆଗାମୀ 3ରୁ 4 ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସ୍ର ଅଭାବ ଦେଖାଦେଇଛି। ଦେଶକୁ ଆଗାମୀ 3ରୁ 4 ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ବିଶ୍ୱ ଏଲ୍ପିଜି ଯୋଗାଣ ଶୃଙ୍ଖଳାରେ ବାଧାର ସମାଧାନ ପାଇଁ 3ରୁ 4 ବର୍ଷ ସମୟ ଲାଗିପାରେ। ଭାରତ ତାର ଏଲ୍ପିଜି ଯୋଗାଣ ପାଇଁ ପଶ୍ଚିମ ଏସିଆ ଉପରେ ବହୁତ ନିର୍ଭର କରେ। ଆମେରିକା ଏବଂ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନର ପ୍ରତିଶୋଧ ସ୍ୱରୂପ ଇରାନ ଏହି ଅଞ୍ଚଳର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ଆରମ୍ଭ କରିଥିଲା ଏବଂ ହର୍ମୁଜ ପ୍ରଣାଳୀକୁ ଅବରୋଧ କରିଥିଲା, ଯାହା ଭାରତର ଏଲ୍ପିଜି ଯୋଗାଣ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।